ସବୁ ଖେଳ ମନର। ହଁ, ସବୁ ଖେଳ ମନର। ମନ ଉପରେ ଯେଉଁ ରଙ୍ଗର ଚଷମା ଲାଗିଥାଏ, ମନ ଉପରେ ଯେଉଁ ରଙ୍ଗର ଚଷମା ଲାଗିଥାଏ, ଆମକୁ ଦୁନିଆ ମଧ୍ୟ ସେହି ରଙ୍ଗର ଦେଖାଯାଏ। ଆମକୁ ଦୁନିଆ ମଧ୍ୟ ସେହି ରଙ୍ଗର ଦେଖାଯାଏ ବା ସେହିପରି ଦେଖାଯାଏ। ଆମେ ସୁଖରେ ବି ଦୁଃଖ ଖୋଜିଥାଉ, ଆମେ ସୁଖରେ ବି ଦୁଃଖ ଖୋଜିଥାଉ। ପୁଣି ଆମେ ଯାହା ଖୋଜିଥାଉ ତାହା ହିଁ ପାଇଥାଉ, ପୁଣି ଆମେ ଯାହା ଖୋଜିଥାଉ ତାହା ହିଁ ପାଇଥାଉ। ଏଣୁ ଏ ସମସ୍ତ ଖେଳ ଆମର ମନଃସ୍ଥିତିର। ଏଣୁ ଏ ସମସ୍ତ ଖେଳ ଆମର ମନଃସ୍ଥିତିର, ପରିସ୍ଥିତିର ନୁହେଁ, ପରିସ୍ଥିତିର ନୁହେଁ। ଯଦି ଆମର ମନ କଳୁଷରେ ପରିପୂର୍ଣ୍ଣ, ଯଦି ଆମର ମନ କଳୁଷରେ ପରିପୂର୍ଣ୍ଣ, ତାହେଲେ ସେହି ମନ ମାଧ୍ୟମରେ ଦେଖିଲେ, ତାହେଲେ ସେହି ମନ ମାଧ୍ୟମରେ ଦେଖିଲେ ଏ ଦୁନିଆ ମଧ୍ୟ କଳୁଷରେ ଭରି, ଏ ଦୁନିଆ ମଧ୍ୟ କଳୁଷରେ ଭରି ରହିଥିବାର ଦେଖାଯାଏ। କିନ୍ତୁ ମନ ଯଦି ସ୍ୱଚ୍ଛ, ନିର୍ମଳ, ପବିତ୍ର, ତେବେ ସମ୍ପୂର୍ଣ୍ଣ ସୃଷ୍ଟିରେ, ତେଣୁ ସମ୍ପୂର୍ଣ୍ଣ ସୃଷ୍ଟିରେ ସୌନ୍ଦର୍ଯ୍ୟ ଓ ପବିତ୍ରତା ହିଁ ଦୃଷ୍ଟିଗୋଚର ହେବ। ମନ, ପବିତ୍ର ମନ ବା ନିର୍ମଳ ମନ ହିଁ ଏ ସଂସାରର ସୌନ୍ଦର୍ଯ୍ୟ ଓ ସୁଖକୁ ପାନ କରିପାରେ, ସୌନ୍ଦର୍ଯ୍ୟ ଓ ସୁଖକୁ ପାନ କରିପାରେ। ମନ ନିର୍ମଳ ହେଲେ ଏ ସଂସାର ସ୍ୱର୍ଗ ଭଳି ଦେଖାଯାଏ। ମନ ନିର୍ମଳ ହେଲେ ଏ ସଂସାର ସ୍ୱର୍ଗ ଭଳି ଦେଖାଯାଏ। କିନ୍ତୁ ମନ ଯଦି ନିର୍ମଳ ନ ହୁଏ, କିନ୍ତୁ ମନ ଯଦି ନିର୍ମଳ ନ ହୁଏ, ତେବେ ସ୍ୱର୍ଗ ମଧ୍ୟ ନର୍କରେ ପରିଣତ ହେଇଯାଏ, ନର୍କରେ ପରିଣତ ହେଇଯାଏ। ତେଣୁ ସବୁ ଖେଳ ମନର। ସେଥିପାଇଁ ଆମେ ଆମର ମନକୁ ସର୍ବଦା ପବିତ୍ର ଓ ନିର୍ମଳ ରଖିବା ଉଚିତ।